ଜୟ ଜଗନ୍ନାଥ ସାଙ୍ଗମାନେ। ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜିର ଆଲୋଚ୍ୟ ବିଷୟବସ୍ତୁ ହେଉଛି ଆମ ସାହିତ୍ୟ ସିନ୍ଧୁ ପୁସ୍ତକର ଦଶମ ଶ୍ରେଣୀର ଭୀମଙ୍କ ସିଂହନାଦ ରଡ଼ି। ଆଜି ଆମେ ଏହି ପଦ୍ୟଟିକୁ ଆଲୋଚନା କରିବା। ବିଷୟ ହେଲା ସାହିତ୍ୟ, ଶ୍ରେଣୀ ଦଶମ, ଭୀମଙ୍କ ସିଂହନାଦ ରଡ଼ି। କିଏ ରଚନା କରିଛନ୍ତି ନା ଆଦିକବି ଶାରଳା ଦାସ। ମୁଁ ଆପଣମାନଙ୍କର ରଶ୍ମି ସାର୍। ଇଏ ହେଉଛନ୍ତି ଆମର କବି ଶୂଦ୍ରମୁନି ଶାରଳା ଦାସ ବା ଆଦିକବି ବୋଲି ମଧ୍ୟ ଓଡ଼ିଆ ସାହିତ୍ୟରେ ବେଶ ଜଣାଶୁଣା। ତାଙ୍କୁ ଆଦିକବି କହିଲେ ବି ହେବ ଏବଂ ଶୂଦ୍ରମୁନି ଶାରଳା ଦାସ କହିଲେ ମଧ୍ୟ ହେବ। କବି ପରିଚୟ ଟିକେ ଶୁଣିବା ପିଲାମାନେ। ଶାରଳା ଦାସ ହେଉଛନ୍ତି ପଞ୍ଚଦଶ ଶତାବ୍ଦୀ ସମୟର ସେ ହେଉଛନ୍ତି ପଞ୍ଚଦଶ ଶତାବ୍ଦୀର ସମସାମୟିକର କବି। ସେ ଦେବୀ ଶାରଳାଙ୍କ ଅପାର କରୁଣାରୁ ପଣ୍ଡିତ ବା ପାଣ୍ଡିତ୍ୟ ଲାଭ କରିଥିବାର ଶୁଣିବାକୁ ମିଳିଥାଏ। ସେ ଓଡ଼ିଆ ଭାଷାରେ ସାହିତ୍ୟ ରଚନା କରିଥିବା ଆଦିକବି ବା ଶୂଦ୍ରମୁନି ଶାରଳା ଦାସଙ୍କୁ ସାରଳ ବା ସାରଳା ଦାସ ବୋଲି ମଧ୍ୟ କୁହାଯାଏ। ତାଙ୍କୁ କ'ଣ କୁହାଯାଏ ନା ସାରଳ କୁହାଯାଏ କିମ୍ବା ସାରଳ ଦାସ କୁହାଯାଏ। ସେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମକାଳ ଅର୍ଥାତ୍ ସେହି ପଞ୍ଚଦଶ ଶତାବ୍ଦୀର ଜୀବିତ ଥିବା ଜଣାଯାଏ। ସେ ଝଙ୍କଡ଼ର, ଝଙ୍କଡ଼ ହେଉଛି ଗୋଟିଏ ସ୍ଥାନର ନାମ ପିଲାମାନେ, ସରଳ ଚଣ୍ଡୀଙ୍କୁ ଆରାଧନା କରି ସେ କାବ୍ୟ ରଚନା କରିବା ପାଇଁ ଅପୂର୍ବ ଶକ୍ତି ଲାଭ କରିଥିବାରୁ ନିଜକୁ ସାରଳ ବା ଶାରଳା ଦାସ ରୂପେ ପରିଚିତ କରାଇଛନ୍ତି। ଯେହେତୁ ସେ ଶାରଳା ଚଣ୍ଡୀଙ୍କ ଠାରୁ ଅଗାଧ୍ୟ ପାଣ୍ଡିତ୍ୟ ଲାଭ କରିଛନ୍ତି, ତେଣୁକରି ସେ ନିଜକୁ କ'ଣ କରିଛନ୍ତି ନା ସାରଳ ବା ଶାରଳା ଦାସ ରୂପେ ପରିଚିତ କରାଇଛନ୍ତି। ଠିକ୍ କାଳିଦାସଙ୍କ ଭଳି। କାଳିଦାସ ଦେବୀଙ୍କ ଉପାସନା କରି ପାଣ୍ଡିତ୍ୟ ଲାଭ କରିଥିବାରୁ ସେ ବି ଯେମିତି ଗୋଟେ ବିଶିଷ୍ଟ କବି ଭାବରେ ପରିଗଣିତ ହୋଇଥିଲେ, ଠିକ୍ ସେହିଭଳି ଶାରଳା ଦାସ ମଧ୍ୟ ଶାରଳ ଚଣ୍ଡୀଙ୍କୁ ଆରାଧନା କରି ଅପୂର୍ବ ଶକ୍ତି ଲାଭ କରିଥିଲେ। ତାଙ୍କର ପିତୃଦତ୍ତ ନାମ ଥିଲା ସିଦ୍ଧେଶ୍ୱର ପରିଡ଼ା ଏବଂ ସେ ମହାଭାରତ, ସେ କ'ଣ ରଚନା କରିଥିଲେ? ମହାଭାରତ, ଚଣ୍ଡୀପୁରାଣ, ବିଚିତ୍ର ରାମାୟଣ ଇତ୍ୟାଦି ପୁରାଣମାନ ରଚନା କରି ସେ ଯଶସ୍ୱୀ ହୋଇପାରିଛନ୍ତି। ଇଏ ହେଉଛନ୍ତି ଆମର ସେଇ ଶାରଳା ଦାସ ପିଲାମାନେ। ଇଏ ହେଉଛି ଆମର ସେଇ ମହାଭାରତ। ସମସ୍ତେ ଜାଣିଥିବ ମହାଭାରତ ବିଷୟରେ ମଧ୍ୟ। ତାପରେ ଆମେ ବିଷୟ ପରିଚୟ ଟିକେ ଶୁଣିବା ପିଲାମାନେ। ଏଇ ଯେଉଁ ଆମର ଭୀମଙ୍କ ସିଂହନାଦ ରଡ଼ି ବିଷୟଟି ଶାରଳା ଦାସଙ୍କ କୃତ ଶାରଳା ମହାଭାରତର ଗଦା ପର୍ବରୁ ଆସିଅଛି। ଏହି ଗଦା ପର୍ବରୁ ଏଇ ଯେଉଁ ଆମର ଭୀମଙ୍କ ସିଂହନାଦ ରଡ଼ିଟା ଆଦୃତ ବା ଗୃହୀତ କହିଲେ ମଧ୍ୟ ହେବ। ଏଠି ମହାଭାରତ ଯୁଦ୍ଧ କାହା କାହା ମଧ୍ୟରେ ହେଇଥିଲା ନା ଗୋଟେ ପଟେ ଥିଲେ କୌରବ ଏବଂ ଅନ୍ୟ ପଟେ ଥିଲେ ପାଣ୍ଡବ। ତ କେଉଁମାନେ ପରାଜୟ କରୁଥିଲେ? କୌରବମାନେ ପରାଜୟ କରୁଥିଲେ ବା ହାରୁଥିଲେ ଏବଂ ପାଣ୍ଡବମାନେ ଜିତୁଥିଲେ ବା ସେମାନେ ବିଜୟ ଲାଭ କରିଥିଲେ। ଯେତେବେଳେ ଯୁଦ୍ଧରେ ଦୁର୍ଯ୍ୟୋଧନ ହାରି ଏକା ହୋଇଯାଇଛି ଏବଂ ଆତ୍ମୀୟ ସ୍ୱଜନକୁ ହରାଇ ଦୁର୍ଯ୍ୟୋଧନ କ'ଣ କରିଛି ନା ଦୁର୍ବାସାଙ୍କ ଉପଦେଶରେ ଆତ୍ମରକ୍ଷା ପାଇଁ ବ୍ୟାସ ସରୋବରରେ ଆତ୍ମଗୋପନ କରିଛି। ହେଲେ ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଆତ୍ମଗୋପନ ପାଇଁ ବ୍ୟାସ ସରୋବର ହିଁ କାହିଁକି? ବ୍ୟାସ ସରୋବର ବିଷୟରେ ପୁଣି
ଗୋଟେ ଇତିହାସ ଅଛି ପିଲାମାନେ। ନା ସେ ବ୍ୟାସ ସରୋବରରେ କ'ଣ ହେବ, ଯିଏ ଶରଣ ନେଇଥିବ ଏବଂ ସେ ଶରଣାର୍ଥ ବ୍ୟକ୍ତିକୁ ଯଦି କେହି ଶତ୍ରୁ ମନୋଭାବ ଆଚରଣ କରି ବଳପୂର୍ବକ ଯଦି ବ୍ୟାସ ସରୋବରକୁ ସେ ପ୍ରବେଶ କରିବ, ତାହେଲେ ତାର ମୃତ୍ୟୁ ହେବ। କାହିଁକି ମୃତ୍ୟୁ ହେବ? ଯେହେତୁ ତାଙ୍କୁ ଶିବ କ'ଣ କରିଥିଲେ ନା ଅଭିଶାପ ଦେଇଥିଲେ। ସହଦେବଙ୍କ ମୁଖରୁ ଦୁର୍ଯ୍ୟୋଧନ ଏହି ନିରାପଦ ସ୍ଥାନରେ ଲୁଚି ରହିଥିବାର ସୂଚନା ପାଇ ଭୀମ ଶିବଙ୍କ ଠାରୁ ସିଂହନାଦ ପ୍ରାପ୍ତ କରି ଦୁଇଟି ଭୟଙ୍କର ରଡ଼ି ଦେବାରୁ ମହାଲକ୍ଷ୍ମୀଙ୍କର ଅଭୟ କ୍ରୋଡ଼ରେ ଆଶ୍ରୟ ନେଇଥିବା ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କୁ ବାରଣ କରିଦେଇଛି ଏବଂ ଠେଲି ଦେଇ ଯୁଦ୍ଧଂ ଦେହି ଡାକରା ଦେଇ ଦୁଇଟି 70 ଭାର ଗଦା ଧରି ମହାଦର୍ପରେ ବ୍ୟାସ ସରୋବରରୁ ବାହାରି ଆସିଛି। ଆମେ ଦେଖିବା ପିଲାମାନେ, ତ ଆମର ଭୀମଙ୍କ ସିଂହନାଦ ରଡ଼ି ବିଷୟଟି ଶାରଳା ମହାଭାରତରୁ ଗଦା ପର୍ବରୁ ଆସିଛି ଏବଂ ମହାଭାରତ ମହାସମରରେ ଆତ୍ମୀୟ ସ୍ୱଜନକୁ କ'ଣ କରାଇଛି ନା ଦୁର୍ଯ୍ୟୋଧନ ହରାଇ ସେ ଏକା ହୋଇଯାଇଛି ଏବଂ ଦୁର୍ଯ୍ୟୋଧନ କ'ଣ କରିଛି, ଦୁର୍ବାସାଙ୍କ ଉପଦେଶରେ ଆତ୍ମରକ୍ଷା ପାଇଁ ବ୍ୟାସ ସରୋବରରେ ଆତ୍ମଗୋପନ କରିଛି। ଏହି ବ୍ୟାସ ସରୋବରରେ ଶରଣ ନେଇଥିବା ବ୍ୟକ୍ତିକୁ ମାରିବା ପାଇଁ ତାର ଶତ୍ରୁ ଯେତେବେଳେ ବଳପୂର୍ବକ ପ୍ରବେଶ କରିବ, ସେ ସମୟରେ ସେ କ'ଣ ହେବ ନା ନିଜେ ଧ୍ୱଂସ ହୋଇଯିବ ବୋଲି ଶିବ ଅଭିଶାପ ଦେଇଥିଲେ। ସହଦେବଙ୍କ ମୁଖରୁ ଦୁର୍ଯ୍ୟୋଧନ ଏହି ନିରାପଦ ସ୍ଥାନରେ ଥିବାର ଜାଣି ଶିବକୁ ଭୀମ କ'ଣ କଲେ ନା ସିଂହନାଦ ପ୍ରାପ୍ତି ପାଇଁ ଅନୁରୋଧ କଲେ ଏବଂ ଶିବଙ୍କ ଠାରୁ ସିଂହନାଦ ପ୍ରାପ୍ତ କରି ଭୀମ କ'ଣ କରିଛନ୍ତି ନା 2 ଥର ଭୟଙ୍କର ରଡ଼ି ଦେଇଛନ୍ତି। ଯେତେବେଳେ ଭୀମ 2ଟି ଭୟଙ୍କର ରଡ଼ି ଦେଇଛି, ସେତେବେଳେ ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କର ଅଭୟ କ୍ରୋଡ଼ରେ ଆଶ୍ରୟ ନେଇଥିଲା ଏବଂ ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କ ବାରଣକୁ ନ ମାନି ତାଙ୍କୁ ଠେଲି ଦେଇ ଯୁଦ୍ଧଂ ଦେହି ଡାକରା ଦେଇ 70 ଭାରର 2ଟି ଗଦା ଧରି ମହାଦର୍ପରେ ବ୍ୟାସ ସରୋବରରୁ ବାହାରି ପଡ଼ିଛି। ଏଠି ଆମେ ଦେଖିବା ଟିକେ ସମ୍ୟକ ଭାବରେ। ଏଠାରେ ଭୀମଙ୍କ ଦ୍ୱାରା ଶିବଙ୍କ ଠାରୁ ସିଂହନାଦ ପ୍ରାପ୍ତି ଓ ତାହାର ବାଦନରେ ସୌରମଣ୍ଡଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି। ଯେତେବେଳେ ଶିବଙ୍କ ଠାରୁ ସେ ସିଂହନାଦ ପାଇଛି ଏବଂ ତାକୁ ଯେତେବେଳେ ବାଦନ କରିଛି, ସୌରମଣ୍ଡଳରେ ଭୟଙ୍କର ପରିସ୍ଥିତିର ସୃଷ୍ଟି ହୋଇଯାଇଛି ଏବଂ ମହାଲକ୍ଷ୍ମୀଙ୍କ ସାନ୍ତ୍ୱନାକୁ ଅଗ୍ରାହ୍ୟ କରି ଦୁର୍ଯ୍ୟୋଧନ ବିରୋଚିତ ସମ୍ମୁଖ ସମରକୁ ଆଗମନ ଆଦି ବିଷୟ ସୁନ୍ଦର ଭାବରେ ଏଠାରେ ଚିତ୍ରିତ ହୋଇଅଛି। ଆମେ ସଂକ୍ଷିପ୍ତ ପୃଷ୍ଠଭୂମି ଟିକେ ଦେଖିବା ପିଲାମାନେ। ଓଡ଼ିଆ ମହାଭାରତ କାବ୍ୟ ରଚନାର ଏକ ସ୍ୱତନ୍ତ୍ର ଆଲେଖ୍ୟ। ଏହା ବ୍ୟାସଦେବଙ୍କ ଦ୍ୱାରା କୃତ ମହାଭାରତ ଭଳି ଏକ ସୃଷ୍ଟି ହୋଇଥିଲେ ମଧ୍ୟ ଏହାର ପାତ୍ର ପରିକଳ୍ପନା ଓ ସଂଯୋଜନା ମୂଳ ସଂସ୍କୃତ ମହାଭାରତ ଠାରୁ ଭିନ୍ନ। ଏଠାରେ କବି ଅନେକତ୍ର ଓଡ଼ିଆ ପରିବେଶ ଓ ପରମ୍ପରାକୁ ତାଙ୍କ ଲେଖନରେ ସ୍ଥାନିତ କରି ମହାଭାରତକୁ ଅଧିକ ଲୋକପ୍ରିୟ କରିପାରିଛନ୍ତି। ଏଇ ଯେଉଁ ଚର୍ଚ୍ଚିତ ରଚନାରେ ମହାମାନି ଦୁର୍ଯ୍ୟୋଧନ ଅହମ୍ ବିନା ଯୁଦ୍ଧେ ନ ଦେବି ମୁଁ ସୂଚ୍ୟାଗ୍ରେ ମେଦିନୀ, ସେ କ'ଣ କହିଛି ନା ବିନା ଯୁଦ୍ଧେ ଅର୍ଥାତ୍ ବିନା ଯୁଦ୍ଧରେ, ଯେତେବେଳେ ମହାଭାରତ ହେବା ପୂର୍ବରୁ ପଶା ଖେଳ ଚାଲିଥିଲା ଏବଂ ସେ ସମୟରେ ସେ କହୁଛି ଯେ ବିନା ଯୁଦ୍ଧେ ନ ଦେବି ମୁଁ ସୂଚ୍ୟାଗ୍ରେ ମେଦିନୀ, ବିନା ଯୁଦ୍ଧର ବିନା ନ ଦେବି, ମୁଁ ଦେବି ନାହିଁ, ମୁଁ ସୂଚ୍ୟାଗ୍ରେ। ସୂଚ୍ୟାଗ୍ରେର ଅର୍ଥ କ'ଣ ହେବ? ସୂଚି ଯୁକ୍ତ ଅଗ୍ରେ, ସମାନ ହେଲା ସୂଚ୍ୟାଗ୍ରେ। ସୂଚି କହିଲେ ଛୁଞ୍ଚିର ଅଗ୍ରଭାଗ, ଯେଉଁ ଜାଗାରେ ସୂତାଟା ଲଗାଯାଏ କ'ଣ କରିବା ପାଇଁ ନା ତାକୁ ଯେତେବେଳେ ସିଲେଇ କରିବା ପାଇଁ, ସେଇ ଯେଉଁ ସୂଚିର ଅଗ୍ରଭାଗରେ ଯେତିକି ସ୍ଥାନ ହେବ ସେତିକି ସ୍ଥାନ ମଧ୍ୟ ମୁଁ ତୁମକୁ ଦେବି ନାହିଁ। ମେଦିନୀର ଅର୍ଥ କ'ଣ ପିଲାମାନେ ନା ପୃଥିବୀର ଅନ୍ତିମ ପ୍ରତିଫଳନ ଅସହାୟ
ଦୁର୍ଯ୍ୟୋଧନଙ୍କ ଆତ୍ମରକ୍ଷା ପାଇଁ ପ୍ରଚେଷ୍ଟା ଓ ପିତାମହ ଭୀଷ୍ମଙ୍କ ପରାମର୍ଶ। ବ୍ୟାସ ସରୋବରରେ କେହି ବି ଶତ୍ରୁ ମନୋଭାବପୂର୍ଣ୍ଣ ହୋଇ ଯଦି ପ୍ରବେଶ କରେ ତାହେଲେ ତାର କ'ଣ ହେବ ନା ବିନାଶ ଘଟିବ। ଆମେ ଜାଣିଛୁ କାହିଁକି ବିନାଶ ଘଟିବ, ଯେହେତୁ ଶିବ ଅଭିଶାପ ଦେଇଥିଲେ। ଏଣୁ ସେଠାରେ ଦୁର୍ଯ୍ୟୋଧନଙ୍କର ଆଶ୍ରୟ ନେବାକୁ ମଧ୍ୟ ଦୁର୍ବାସା ପରାମର୍ଶ ଦେଇଥିଲେ। ଭୀମ ଏବେ ସରୋବର ମଧ୍ୟକୁ ପ୍ରବେଶ ନ କରି କିପରି ତାଙ୍କ ଚିରଶତ୍ରୁ ଦୁର୍ଯ୍ୟୋଧନଙ୍କୁ ବାହାରକୁ ଆଣି ବଧ କରିବେ ତାର ଏକ ସ୍ୱତନ୍ତ୍ର ଆଲେଖ୍ୟ ହେଉଛି ଏ କବିତା। ଏବଂ ଆଜି ପାଇଁ ଏତିକି ପିଲାମାନେ, ଆମେ ପରବର୍ତ୍ତୀ ଭିଡ଼ିଓରେ ବିଷୟବସ୍ତୁକୁ ଆଲୋଚନା କରିବା। ଆଜି ପାଇଁ କବି ପରିଚୟ ଏକା। ଧନ୍ୟବାଦ ପିଲାମାନେ। କଲ୍ୟାଣମସ୍ତୁ। ଥ୍ୟାଙ୍କ ୟୁ ଟୁ ଅଲ୍।